ଜୟ ଜଗନ୍ନାଥ। ପୁଣି ଗୋଟେ ନୂଆ ଭିଡ଼ିଓରେ ସ୍ୱାଗତ। ଏଇନା ଆପଣଙ୍କୁ ଦେଖିବି ଆମର ଆଜି ଦହିବରା ହେବ। କ'ଣ କେମିତି ପ୍ରଥମେ ବରାଟାକୁ ଛଣା ହେବ, କ'ଣ କେମିତି ତାକୁ ପାଣି କିମ୍ବା ଦହି ପାଣିରେ ପକା ହେବ ମୁଁ ଦେଖାଉଛି। ଦେଖନ୍ତୁ ଦହିବରା କ'ଣ କ'ଣ ଚାଲିଛି ପ୍ରସ୍ତୁତ। ଦେଖନ୍ତୁ ଏଇଟା ଆମର ବିରି ଇଏ କରାହେଇଛି, ବଟା ହେଇକିନା ଅଛି। ତାକୁ ଏଠି ଛଣା ହେଉଛି। ଏଇଟା ଛଣା ହେଲା ପରେ ମାନେ ଘରର ବରାଟା ହେଲେ ଭଲ। ବାହାର ଯେଉଁ ବରା ସୋଢ଼ା ଚାଉଳ ପ୍ରବଳ ଦେଇ ଦେଉଛନ୍ତି, ଏତେ ବାଗ ଲାଗିବ ନାହିଁ। ଏ ଦେଖନ୍ତୁ ଏଇଟା ପାଣିରେ ସବୁ ପକା ହେଇଛି। ଏଗୁଡ଼ା ସବୁ ପାଣିରେ ଏଇଟା ପକା ହେଇଛି। ଏ ଯେଉଁ ବରା ହେଇଥିଲା ତାକୁ ସବୁ ପାଣିରେ ପତ୍ର ସେଇଟା ଭେଦିଯିବ ଟିକେ। ଚାଲିଛି ତା ଯେଉଁ ପ୍ରକୃତରେ ତା ଯେଉଁ ମାନେ ବିରିର ବାସ୍ନାଟା ବହୁତ ଭଲ। ମାନେ ଦୋକାନ ବରା ତାର ଇଏରେ ସୋଢ଼ା ସେମାନେ ମାରିଦେଉଛନ୍ତି, ପୁରା ବାଗ ବାସ୍ନା ନାହିଁ। ସୁଜି ଟିକେ ପକାଇଦେଲେ ଭଲ ଲାଗିବ। ଚାଉଳ ବି ତ ପକା ହୁଏ। ଏଇଟା ହେଉଛି ବରା। ଦହି ପକା ହେବ ଆଉ ଛୁଙ୍କ କରାହେଇନି ନାଇଁ କି, ତାହେଲେ ଦହିଟା ଛୁଙ୍କ ହେଇକିନା ପଡ଼ିବ। ପିଠଉ ଅଛି, ଏଠି ତ ଅଦା ଅଛି, ତାକୁ ରୁମ୍ପିକି ଦିଆହେଇଛି, ଏଇଟା ମଧ୍ୟ ପଡ଼ିବ। ଆଉ କେତେ ସମୟ ଲାଗିବ? ହେଉଛି। ତାପରେ ଏଇଟା କେତେଟା ଖଣ୍ଡେ ଜଣକା ଭାଗ ପଡ଼ିବ? 5-6ଟା ଖଣ୍ଡେ। ଦେଖନ୍ତୁ ଏଇଟା ଆଉ ଗୋଟେ ବାହାରି ପଡ଼ିଲା। ଏଇଟା ଗୋଟେ ମାନେ ବରାଟା ଛାଡ଼ିବାର ଗୋଟେ ଟ୍ରିକ୍ ଅଛି ନା, ଏଇଟା ସମସ୍ତେ କରିପାରିବେନି। ଜଣ ଜଣ ଗୋଟେ ଯେଉଁ ତେଲ ତା ଜରିଟାରେ ବି ଛାଡ଼ନ୍ତି, ହାତ ଦ୍ୱାରା ଯିଏ ନ ଛଡ଼େଇ ପାରିବ, ଖସେଇ ନ ଜାଣିବ ସେଥିରେ ଛଡ଼େଇବ। ଡାଇରେକ୍ଟ ତ ଏମିତି ଆଳୁ ଭଳିଆ କରିକି ପକାଇଦେବ, ଗୋଟେ ଗୋଲ ଗୋଲ ହେବା ଦରକାର। ଏଇଟା ଲାଷ୍ଟ ଥରେ ହେବ, ଅଳ୍ପ 2-3ଟା ଖଣ୍ଡ ହେବ। ମୋତେ କିନ୍ତୁ ଦହିବରା ଏତେ ଭଲ ଲାଗେନି, ବରାଟା ମୋତେ ବେଶୀ ଭଲ। ବରାଟା ପୁରା ଲାଲ ରଙ୍ଗ ଆସେ। ଏଠି ଦେଖନ୍ତୁ ଏଇଟା ଆମର ଦହି ଛୁଙ୍କ ଦେଇ ଦିଆହେଇଛି, ଭୃସଙ୍ଗ ପତ୍ର, ଆଉ ହେଉଛି ଶୁଖିଲା ଲଙ୍କା, ଆଉ ଫୁଟଣ, ଆଉ ଅଦା। ଏତେ ସୁନ୍ଦର ହେଇଯାଇଛି। ଏଇ ଯେଉଁ ପାଣିରେ ଯେଉଁ ବତରା ହେଇଥିଲା ଯେଉଁ ବରା, ସେଟା ମଧ୍ୟ ବାହାରି ଯାଇଛି। ତାପରେ ଏଇଟା ଗୋଟି ଗୋଟିକିନା ଭିତରେ ପକାଇ ଦିଆହେବ। ଏମିତି ପକାଇ ଦେଇକି ଆ ଭିତରେ ଏଇଟା କ'ଣ ଫ୍ରିଜ୍ ଦେବ ସବୁ? ଜିରା ଲଙ୍କା ଗୁଣ୍ଡ ପଡ଼ିବ, ବିଟ ଲୁଣ ପଡ଼ିବ, ଜିରା ଲଙ୍କା ଗୁଣ୍ଡ ପଡ଼ିବ। ଆଉ ଏ ପୁରା 5 ଟଙ୍କିଆ ଦହିବରା। ସରିଲା।
ଜିରା ଲଙ୍କା ଗୁଣ୍ଡ ଏଇଟା ଜିରା ଜିରା ଆଉ ଲଙ୍କା ଗୁଣ୍ଡ ପଡ଼ିଲା। ତାପରେ ବିଟ ଲୁଣ ବିଟ ଲୁଣ ଆମଚୁର ପାଉଡ଼ର ବି ଯେ ପକେଇଲେ ବି ଆହୁରି ଭଲ ବି ହେବ। ଏଇଟା ବିଟ ଲୁଣ ପଡ଼ିଲା ହେଇଗଲା ଆଉ କଣ। ସମ୍ପୂର୍ଣ୍ଣ ଦହିବରା ପ୍ରସ୍ତୁତ ହେଇଯାଇଛି। ବହୁତ ବଢ଼ିଆ ଦେଖା ହେଉଛି ବି। ଆଜି ପାଇଁ ତ ଭିଡ଼ିଓ ଏତିକି। ଯଦି ଭିଡ଼ିଓଟି ଭଲ ଲାଗିଥାଏ ଭିଡ଼ିଓଟିକୁ ଲାଇକ୍ କରିବେ, ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ। ଆଉ କ'ଣ ଭଲ ହେଇଛି ନା ଭଲ ହେଇନି କମେଣ୍ଟ କରିବେ। ରହିଲି, ଜୟ ଜଗନ୍ନାଥ।